ଲୁଣ କ୍ଷାରୀୟ ମୂର୍ତ୍ତିକାକୁ କ'ଣ କୁହାଯାଏ? ଉତ୍ସର। କେଉଁ ଅରଣ୍ୟକୁ ମୁକ୍ତ ଅରଣ୍ୟ କୁହାଯାଏ? ଅବର୍ଗୀକୃତ। ଦାମୋଦର ଉପତ୍ୟକା ଯୋଜନା କେଉଁ ଦୁଇଟି ରାଜ୍ୟ ଉପକୃତ ହୋଇଛି? ପଶ୍ଚିମବଙ୍ଗ, ଛତିଶଗଡ଼। ମାର୍ବଲ କେଉଁ ପ୍ରକାର ଶିଳା? ଅପସନ୍ ସି ରୂପାନ୍ତରିତ। ମ୍ୟାଗ୍ନେଟାଇଟ୍ ଲୁହାପିଣ୍ଡାରେ ଶତକଡ଼ା କେତେ ଭାଗ ଲୁହା ଥାଏ? 5 ନମ୍ବର ଡି 70ରୁ 80 ଭାଗ। ଭାରତରେ ସର୍ବପ୍ରଥମ ଜଳବିଦ୍ୟୁତ ଶକ୍ତି କେନ୍ଦ୍ର କେଉଁଠାରେ ହେଇଥିଲା? ଦାର୍ଜିଲିଂ। ଇଣ୍ଡୋନେସିଆ ଓ ଭିଏତନାମରେ ସ୍ଥାନାନ୍ତରିତ କୃଷିକୁ କୁହାଯାଏ? ରେ। 7 ଉତ୍ତରପ୍ରଦେଶର କେଉଁ ସ୍ଥାନରେ ସାମରିକ ବିମାନ ନିର୍ମାଣ କାରଖାନା ଅଛି? କାନପୁର। ରୁଷିଆର ସହାୟତାରେ କେଉଁ ସ୍ଥାନରେ ଲୌହ ଇସ୍ପାତ କାରଖାନା ହୋଇଥିଲା? ବୋକାରୋ। କେଉଁ ସଂସ୍ଥା ଭାରତର ସମସ୍ତ ରାଷ୍ଟ୍ରାୟତ୍ତ ଇସ୍ପାତ ଶିଳ୍ପଗୁଡ଼ିକର ପରିଚାଳନା କରିଛି? 10 ନମ୍ବର ଅପସନ୍ ସି ସେଲ୍। ଷ୍ଟିଲ୍ ଅଥରିଟି। ଭାରତରେ ନିର୍ମାଣ କରାଯାଇଥିବା ଏକ୍ସପ୍ରେସ୍ ହାଇୱେର ଦୈର୍ଘ୍ୟ 5840। କେଉଁ ପରିବହନ ବ୍ୟବସ୍ଥା ସବୁଠାରୁ ଶସ୍ତା? ଜଳ ପରିବହନ। କେଉଁ ଶିଳ୍ପ ଉପଭୋକ୍ତାମାନଙ୍କର ପ୍ରତ୍ୟକ୍ଷ ଭାବରେ ଦ୍ରବ୍ୟ ଉତ୍ପାଦନ କରିଥାଏ? 13 ନମ୍ବର ଅପସନ୍ ବି ଖାଉଟି ଶିଳ୍ପ। କେଉଁ ଫସଲ ଜେଦ୍ ଋତୁରେ ହୁଏ ନାହିଁ? ଗହମ। ବିଦ୍ୟୁତ୍ ଉତ୍ପାଦନ ପାଇଁ ବୃହତ୍କାର ଟର୍ବାଇନ୍ ଭାରତରେ କେଉଁଠାରେ ଅଛି? 15 ନମ୍ବର ଅପସନ୍ ଏ ଝାଡ଼ଖଣ୍ଡର ରାଞ୍ଚି। କେଉଁଟି ଆର୍ଥିକ ପ୍ରଗତିରେ ପ୍ରତିବନ୍ଧକ ହୋଇଥାଏ? 16 ନମ୍ବର ଅପସନ୍ ଏ ଦାରିଦ୍ର୍ୟ। 2011 ଜନଗଣନା ଅନୁଯାୟୀ ଦେଶର ମହିଳାମାନଙ୍କ ଶ୍ରମିକ ସଂଖ୍ୟା କେତେ ପ୍ରତିଶତ ଥିଲା? 17 ନମ୍ବର ବି ଅପସନ୍ ବି 25.6। ପୁଞ୍ଜି ଅଭାବରେ ନିଯୁକ୍ତି ବାଧାପ୍ରାପ୍ତ ହେଲେ କେଉଁ ପ୍ରକାରର ବେକାରୀ କୁହାଯାଏ? 18 ନମ୍ବର ସି ସଂସ୍ଥାନୀୟ। କିଏ ଉଦ୍ୟୋଗୀ ଶବ୍ଦକୁ ପ୍ରଥମ କରି ଅର୍ଥନୀତିରେ ପ୍ରଚଳନ କରିଥିଲେ? କିଏ? କାର୍ଲ ମାର୍କସ। ରିଚାର୍ଡ କା। ରିଚାର୍ଡ କା। 20 ନମ୍ବର ଉଦ୍ୟୋଗ ପ୍ରତିଷ୍ଠା ପାଇଁ କାହାର ସେବା ଆବଶ୍ୟକ? ଡାକ୍ତର ନାହିଁ। ଡାକ୍ତର ମସିହା ଅନୁଯାୟୀ ଭାରତର ମୁଣ୍ଡ ପିଛା ଆୟ ଦୈନିକ କେତେ ଡଲାର? 2019। ଏଇଟା ଡାଉଟ୍ରେ ଅଛି, ଛାଡ଼ିଦେବା, କମେଣ୍ଟ କରିଦେବ ଜାଣିଥିଲେ। ଖାଉଟିମାନଙ୍କ ସୁରକ୍ଷା ନିମନ୍ତେ ଭାରତ ସରକାର କେଉଁ ମସିହାରେ ଖାଉଟି ସୁରକ୍ଷା ତିଆରି କରିଥିଲେ? 1986। ଦେଶର ଶ୍ରମଶକ୍ତି ଦେଶର ମୋଟ ଜନସଂଖ୍ୟାର କେତେ? ବୃହତ୍ ବା ସମାନ? ଏଟା ବି ଡାଉଟ୍ ଅଛି। 24 ନମ୍ବର ଉଦ୍ୟୋଗିକ ଦକ୍ଷତା ଗୁଣାବଳୀର ସମାହାରକୁ ଇଂରାଜୀରେ କୁହାଯାଏ? କେସ୍। ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା ଶୀର୍ଷକ କ'ଣ ରଖାଯାଇଛି? ଏଟା ବି ଡାଉଟ୍। ଠିକ୍ ଅଛି, ସବସ୍କ୍ରାଇବ୍ କରିଦେବ। ହିଷ୍ଟ୍ରି ପାର୍ଟ ପରେ ଆଣିବା।